ଭାରତ ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର। ଗଣତନ୍ତ୍ରକୁ ସୁସ୍ଥ, ସୁଦୃଢ଼ ଓ କ୍ରିୟାଶୀଳ କରିବା ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ। ଏଥିରେ ମତଦାତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ତେଣୁ ଯୁବ ଭୋଟରମାନେ ନିଶ୍ଚିତ ମତଦାନ କରିବାକୁ ସଂକଳ୍ପବଦ୍ଧ ହେବାକୁ ଆହ୍ୱାନ ଦେଇଛନ୍ତି ଅତିଥିମାନେ। ନିର୍ବାଚନୀ ସାକ୍ଷରତା ଓ ଯୁବ ଭୋଟର ପଞ୍ଜୀକରଣ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ନିମାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ଏଆର୍ଏଙ୍କ ସହଯୋଗରେ ଅପରାହ୍ନରେ ମହାବିଦ୍ୟାଳୟର ଗ୍ୟାଲେରୀ ହଲ୍ରେ ଆୟୋଜିତ ହୋଇଛି। ଏଥିରେ ଯୋଗଦାନ ଦେଇ ନିମାପଡ଼ା ବିଡିଓ ଅଭିଜିତ ଷଡ଼ଙ୍ଗୀଙ୍କ ମୁଖ୍ୟ ଏବଂ ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ 18 ବର୍ଷରୁ ଉର୍ଦ୍ଧ୍ୱ ପ୍ରତ୍ୟେକ ନାଗରିକ ଜଣେ ଭୋଟର ହେବାକୁ ଯୋଗ୍ୟ। ତେବେ ନିଜ ବିଏଲ୍ଙ୍କ ମାଧ୍ୟମରେ ବା ଇସିଆଇର ଆପ୍ ମାଧ୍ୟମରେ ନିଜ ନାମ ପଞ୍ଜୀକରଣ କରିବା ଆବଶ୍ୟକ। ଗଣତନ୍ତ୍ର ପାଇଁ ଯୁବପିଢ଼ିର ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ସେମାନେ ବିଶଦ ଭାବେ ଆଲୋଚନା କରିଥିଲେ। ବ୍ୟୁରୋ ରିପୋର୍ଟ, ଓଡ଼ିଶା ଡିଜିଟାଲ ନ୍ୟୁଜ୍।